जदि ठाकुरଙ୍କ ପାଇଁ ଫୁଲ ତୋଳୁଛନ୍ତି ଏହି ଭୁଲ ଜମାରୁ କରନ୍ତୁ ନାହିଁ। ମାତା ଲକ୍ଷ୍ମୀ ଓ ଜୟ ଜଗନ୍ନାଥ ଆପଣଙ୍କ ଘରକୁ ଆସିବେ ନାହିଁ। ଜାଣନ୍ତୁ, ଫୁଲ ତୋଳିବା ସମୟରେ ଅଗାଧୁଆ ଫୁଲ ତୋଳିବେ। କାହିଁ ଅଗାଧୁଆ ତୋଳିବେ ଆସନ୍ତୁ ଜାଣିବା। ଜାଣିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିଦିଅନ୍ତୁ। ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଲାଗି ରହିଛି, ତେଣୁ ଏହି ଉପାୟଟି ନିହାତି କରନ୍ତୁ। ପ୍ରତିଦିନ ଫୁଲ ତୋଳିବା ବେଳେ ଠାକୁରଙ୍କ ପାଇଁ ଆପଣ ଅଗାଧୁଆ ଫୁଲ ତୋଳନ୍ତୁ। ଗାଧେଇକି ଫୁଲ ତୋଳିଲେ ମାତା ଲକ୍ଷ୍ମୀ ତାକୁ ଗ୍ରହଣ କରିବେ ନାହିଁ। ଜୟ ଜଗନ୍ନାଥ ଆପଣଙ୍କର ଅମଙ୍ଗଳ କରିବେ। ତେଣୁ ପ୍ରତିଦିନ ଅଗାଧୁଆ ଫୁଲ ତୋଳିଲେ ଆପଣଙ୍କର ଫୁଲକୁ ଠାକୁର ଗ୍ରହଣ କରିବେ। ଯଦି ଘରେ ଆର୍ଥିକ ସମସ୍ୟା ଲାଗି ରହିଛି, କୌଣସି କାର୍ଯ୍ୟ ହେଇପାରୁନାହିଁ, ମାତା ଲକ୍ଷ୍ମୀ ଓ ଜୟ ଜଗନ୍ନାଥ ଆପଣଙ୍କର ସବୁ କାର୍ଯ୍ୟକୁ ଆଗେଇ ନେବେ। ତେଣୁ ଆପଣମାନେ ମୋର ଏହି ଛୋଟିଆ କଥାଟିକୁ ମନେ ରଖିବେ। ପ୍ରତିଦିନ ଫୁଲ ତୋଳିବା ସମୟରେ ଅଗାଧୁଆ ଫୁଲ ତୋଳିବେ। ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ସୁଖ, ସୌନ୍ଦର୍ଯ୍ୟ ଓ ଧନ ଧାନ୍ୟରେ ପରିପୂର୍ଣ୍ଣ କରିଦେବେ। ଯଦି ଆପଣ ଫୁଲକୁ ଆଣି ଧୋଉଛନ୍ତି, ତାହେଲେ ଫୁଲର ସବୁ ଦେବାଦେବୀ ଉଭେଇ ଯିବେ। ତେଣୁ ଫୁଲକୁ ନ ଧୋଇ ଠାକୁର ପୂଜା କଲେ ଆପଣଙ୍କ ଉପରେ ସବୁ ଦେବାଦେବୀ ଶାନ୍ତି ହେବେ। ଆପଣଙ୍କର ରୋଜଗାର ଧନ ସେହି ଦିନଠାରୁ ବଢ଼ିବ। ମନେ ରଖନ୍ତୁ, ଆପଣ ଫୁଲକୁ ଆଦୌ ଧୋଇବେ ନାହିଁ ଓ ସେହି ଫୁଲକୁ ଠାକୁରଙ୍କ ଉପରେ ଚଢ଼େଇଲେ ମାତା ଲକ୍ଷ୍ମୀ, ଜୟ ଜଗନ୍ନାଥ ଆପଣଙ୍କର ସବୁ ଇଷ୍ଟ ଖଣ୍ଡନ କରିଦେବେ। ରହୁଛି, ଭିଡ଼ିଓକୁ ଭଲ ଲାଗିଲେ ଆପଣ ଲାଇକ୍, ସେୟାର, କମେଣ୍ଟ କରିବେ। ଜୟ ଜଗନ୍ନାଥ। ମାତା ଲକ୍ଷ୍ମୀ ଆପଣଙ୍କର ମଙ୍ଗଳ କରନ୍ତୁ, ସବୁ ଇଷ୍ଟ ଖଣ୍ଡନ କରନ୍ତୁ। ଜୟ ମାତା ଲକ୍ଷ୍ମୀ।